ବାକ୍ୟ ଆଡ଼କୁ ଯିବା। ଗାଲାତୀୟ ପୁସ୍ତକ ତାର 5 ପର୍ବ ତାର 1 ପଦ ମୁଁ ପଢ଼ୁଛି। ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମମାନଙ୍କୁ ମୁକ୍ତ କରିଅଛନ୍ତି। ଅତଏବ ସ୍ଥିର ହୋଇ ରୁହ ଏବଂ ଦାସତ୍ୱ ଜୁଆଳିରେ ଆଉ ଥରେ ଯଚା ନ ଯାଅ। ପ୍ରଭୁ ପଠିତ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତ ସଦା ପ୍ରଭୁ ଆଶ୍ଚର୍ଯ୍ୟ ପରାକାନ୍ତ ପରମେଶ୍ୱର, ଆମେ ତୁମକୁ ଧନ୍ୟବାଦ କରୁଛୁ। ଆଜିର ବାକ୍ୟ ଯେ ପ୍ରକାର ତୁମ ଲୋକମାନଙ୍କ ଜୀବନରେ ପ୍ରଭୁ କାର୍ଯ୍ୟକାରୀ ହେବ, ସେ ତୁମେ ସାହାଯ୍ୟ କର। ଯୀଶୁଙ୍କ ନାମରେ ପ୍ରାର୍ଥନା କରେ ପ୍ରଭୁ, ଆମେନ୍। ହାଲେଲୁୟା। ଧନ୍ୟବାଦ। ମୋ ପ୍ରିୟ ଭାଇ ଭଉଣୀମାନଙ୍କୁ ବାକ୍ୟ ନିମନ୍ତେ ଆହ୍ୱାନ କରୁଅଛି। ଏ ଜାଗାରେ ଲେଖାଯାଇଛି, ପ୍ରେରିତ ପାଉଲ ଗାଲାତୀୟ ମଣ୍ଡଳୀକୁ କହୁଛନ୍ତି, ହେ ଗାଲାତୀୟ ମଣ୍ଡଳୀ ଲୋକମାନେ, ସ୍ୱାଧୀନତା ନିମନ୍ତେ ପ୍ରଭୁ ଯୀଶୁ ତୁମମାନଙ୍କୁ ମୁକ୍ତ କରିଅଛନ୍ତି। ପ୍ରଭୁ ଯୀଶୁ ତୁମମାନଙ୍କୁ ସ୍ୱାଧୀନତା ଦେଇଅଛନ୍ତି। ଯେହେତୁ ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛନ୍ତି, ସେମାନେ ସ୍ୱାଧୀନ ପ୍ରାପ୍ତ ହୋଇଅଛନ୍ତି। ତେଣୁ ସ୍ୱାଧୀନ ପ୍ରାପ୍ତ ହେବା ଲୋକମାନେ କେମିତି ରହିବାର ଅଛି, ସେ ଜାଗାରେ ଲେଖାଯାଇଛି। ଆଉ ଆପଣମାନେ ଧ୍ୟାନ ସହିତ ଅଳ୍ପ ସମୟ ବାକ୍ୟ ଶୁଣନ୍ତୁ। ଆପଣମାନେ ଜାଣିଛନ୍ତି, ଆମ ଭାରତ ଦେଶ 200 ବର୍ଷ ଦାସତ୍ୱ ଜୁଆଳରେ ଇଂରାଜୀମାନଙ୍କର ହସ୍ତରେ ରହିଥିଲା। ଆଉ ସେମାନେ କଠୋର ଶାସନ କରି ଆମ ଭାରତ ଦେଶର ନାଗରିକମାନଙ୍କୁ, ଆମ ଭାରତ ଦେଶର ମା ଓ ଭଉଣୀମାନଙ୍କୁ ବହୁତ କଷ୍ଟ ଦେଉଥିଲେ। କିନ୍ତୁ କାଳକ୍ରମେ 1947 ମସିହାରେ ଜାତୀୟ ପିତା ମହାତ୍ମା ଗାନ୍ଧୀ ଆମମାନଙ୍କର ଅନେକ ସ୍ୱାଧୀନତା ସଂଗ୍ରାମୀ ଆମ ଭାରତ ଦେଶକୁ ସ୍ୱାଧୀନତା ଆଣିଥିଲେ। ଆଉ ସ୍ୱାଧୀନତା ଦାବି କରି ଆଉ ତାଙ୍କେ ବିଜୟ ଲାଭ କଲେ। ଆଉ ଇଂରେଜୀମାନଙ୍କ ହସ୍ତରୁ ଆମମାନଙ୍କର ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ସମସ୍ତେ ଆଉ ତାଙ୍କର ଜୀବନକୁ ମଧ୍ୟ ଦେଇଛନ୍ତି। ଆଉ ସେମାନଙ୍କ ହସ୍ତରୁ ଆମମାନଙ୍କୁ ଭାରତର ସ୍ୱାଧୀନତା ଆଣିକି ଦେଇଛନ୍ତି। ତେଣୁ ଆମେମାନେ ବର୍ତ୍ତମାନ ଆମ ନିଜର ଦେଶରେ ଆମେମାନେ କ'ଣ କରିଛୁ, ସ୍ୱାଧୀନ ଭାବରେ ନିଜର ପରିବାର ସହିତ, ନିଜର ଲୋକମାନଙ୍କ ସହିତ ନିଜର ଡ୍ୟୁଟି ବା ନିଜର କର୍ମ କରିକିରି ଆମେମାନେ ସ୍ୱାଧୀନତା ଭାବରେ ନିଜ ଖାଦ୍ୟ ଖାଇପାରୁଛୁ। ନିଜ ଜମିରେ ନିଜେ ଆମେ କ'ଣ କରିପାରୁଛୁ, ଆଉ ଚାଷ କରିପାରୁଛୁ, ନିଜ ଜମିରେ ଘର ବାନ୍ଧି ପାରୁଛୁ, ନିଜ ଜମିରେ ସବୁ କିଛି କରିପାରୁଛୁ। ଯେହେତୁ ଆମମାନଙ୍କୁ ଭାରତ ଦେଶ ଆମକୁ ସମ୍ବିଧାନ କ'ଣ କରିଅଛି, ସ୍ୱାଧୀନତା ଦେଇଅଛି। ଯାହା ବି ହଉ, ହେଲେ ଏ ଜାଗାରେ ପ୍ରଭୁ ଯୀଶୁ କହୁଅଛନ୍ତି, ଏ ଜାଗାରେ ଆମେ ଦେଖିବା, ପ୍ରେରିତ ପାଉଲ ପବିତ୍ର ଆତ୍ମାଙ୍କ ଶକ୍ତିରେ ଗାଲାତୀୟ ମଣ୍ଡଳୀକୁ କହୁଅଛନ୍ତି କ'ଣ ବୋଲି କହିଲେ, ପ୍ରଭୁ ଯୀଶୁ ତୁମମାନଙ୍କୁ ସ୍ୱାଧୀନତା ନିମନ୍ତେ ଆଉ ମୁକ୍ତ କରିଅଛନ୍ତି। ଆମମାନଙ୍କୁ ଯେତେ ଲୋକ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପାଇଅଛନ୍ତି, ସେ ସମସ୍ତଙ୍କୁ ପରମେଶ୍ୱର କ'ଣ କରୁଛି, ପ୍ରଭୁ ଯୀଶୁ କ'ଣ କରୁଛନ୍ତି, ସ୍ୱାଧୀନତା ନିମନ୍ତେ ବୋଲେ ନିଜେ ଆଉ ନିଜ ଶାସନରେ ସେମାନେ ପରମେଶ୍ୱରଙ୍କର ଶାସନକୁ ଆସିବା ପାଇଁ ଶୈତାନର ବନ୍ଧନରୁ ମୁକ୍ତ ହୋଇ ପରମେଶ୍ୱରଙ୍କର ହସ୍ତକୁ ସେମାନେ ଆଉ କ'ଣ ନିଆଯାଉଛନ୍ତି। ହାଲେଲୁୟା। ପରମେଶ୍ୱରଙ୍କ ରାଜ୍ୟକୁ ସେମାନେ ସ୍ଥାନାନ୍ତରିତ ହେଉଅଛନ୍ତି। ତ ଆମେମାନେ ମୁକ୍ତ ହେଇଅଛୁ କ'ଣ ପାଇଁ ବୋଲି କହିଲେ, ସ୍ୱାଧୀନତା ନିମନ୍ତେ ମୁକ୍ତ ହେଇଅଛୁ। ସ୍ୱାଧୀନତା ମାନେ କ'ଣ? ସ୍ୱାଧୀନତାର ଅର୍ଥ ହେଉଛି ଇଣ୍ଡିପେଣ୍ଡେଣ୍ଟ, ଯେଉଁଟାକି ନିଜର ଇଚ୍ଛାରେ, ନିଜ ଇଚ୍ଛା ଅନୁସାରେ ଆମେମାନେ କ'ଣ କରିପାରିବା, ଜୀବନଯାପନ କରିପାରିବା। ଆମମାନଙ୍କୁ କେହି ମଧ୍ୟ ବାରଣ କରିପାରିବେ ନାହିଁ। ତୁମେ କି ପାଇଁ ଏ ଡ୍ରେସ୍ ପିନ୍ଧିଛ, ତୁମେ କି ପାଇଁ ଏ ଖାଦ୍ୟ ଖାଉଛ, ତୁମେ କି ପାଇଁ ଏଠି ରହୁଛ, ତୁମେ କି ପାଇଁ ସେଠି ଯାଉଛ, ଏମିତି ଆମମାନଙ୍କୁ କେହି ମଧ୍ୟ ବାରଣ କରିପାରିବେ ନାହିଁ। ହେଲେ ପ୍ରଭୁ ଯୀଶୁ ଆମମାନଙ୍କୁ କ'ଣ କରିଛନ୍ତି ବୋଲି କହିଲେ, ସ୍ୱାଧୀନତା ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଶାସନକୁ ନେଇଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଜ୍ଞା ଗୁଡ଼ାକୁ ଆମେ ପାଳନ କରିବା ପାଇଁ, ମାନିବା ପାଇଁ ସେ ଆମମାନଙ୍କୁ ଅନ୍ଧକାରର କର୍ତ୍ତାପନରୁ
ଆମମାନଙ୍କୁ ତାଙ୍କର ଆଲୋକମୟ ଶାସନକୁ ନେଇ ଅଛନ୍ତି, ଆଲୋକମୟ ସ୍ଥାନକୁ ନେଇ ଅଛନ୍ତି, ଯାହାଫଳରେ କି ଆମେମାନେ ସେ ଜାଗାରେ ନିଜେ ସ୍ୱାଧୀନତା ଭାବରେ ରହିପାରିବା। ସେଠି ଲେଖା ହେଇଛି, ପ୍ରଭୁ ଯୀଶୁ କ'ଣ କରିଛନ୍ତି? ତୁମମାନଙ୍କୁ ସ୍ୱାଧୀନ ଦେଇଛନ୍ତି, ତୁମମାନେ ଯାହା ଇଚ୍ଛା ତାହା କରିପାରିବ। ଆତ୍ମିକ ବିଷୟରେ, ଆତ୍ମିକ ଜୀବନରେ ତୁମେମାନେ ଆଉ ଶରୀରର ମାନେ ବିଶେଷ କରି ଶୈତାନର ଯେଉଁ ପୂର୍ବରେ ଆମେ ଯେଉଁ ଶୈତାନର ଜାଲରେ ଥିଲୁ, ଶୈତାନ ଅନ୍ଧକାର ମାର୍ଗରେ ଥିଲୁ, ସେ ଜାଗାକୁ ପ୍ରଭୁ ଆଉ ଥରେ ଯିବାକୁ ମନା କରୁଛନ୍ତି। ହାଲେଲୁୟା। ତୁମମାନଙ୍କୁ ପ୍ରଭୁ ଯୀଶୁ ସ୍ୱାଧୀନତା ଦେଇ ଅଛନ୍ତି, ଅତଏବ ସ୍ଥିର ହୋଇକି ରୁହ। ତୁମେମାନେ ଯେଉଁ ସ୍ୱାଧୀନତା ପାଇଅଛ, ଯେଉଁ ସ୍ୱେଚ୍ଛା ପାଇଅଛ, ଯେଉଁ ସ୍ୱତନ୍ତ୍ରତା ପାଇଅଛ, ସ୍ୱତନ୍ତ୍ରତା ତୁମେମାନେ ପାଇବା ଦ୍ୱାରା ତୁମମାନଙ୍କୁ କେହି ମଧ୍ୟ କ'ଣ କରିପାରିବେ ନାହିଁ? ଡରାଇ ପାରିବେ ନାହିଁ। ହାଲେଲୁୟା। ତୁମମାନେ ଯାହା ବି କରିପାରିବ ମାନେ ଆଇନ ଭିତରେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଇନ ଭିତରେ। ହାଲେଲୁୟା। ତାର ଅର୍ଥ ଆମେମାନେ ପ୍ରଭୁଙ୍କର ଆଇନ ପାଖକୁ ଆସିଲା ବେଳକୁ ଆମମାନଙ୍କୁ ସେ ଆଇନ ଅନୁସାରେ ଚାଲିବାକୁ ପଡ଼ିବ। ସ୍ୱାଧୀନତାର ଆଇନକୁ ଆସିଲା ବେଳକୁ ସ୍ୱାଧୀନତାର ଆଇନ ଅନୁସାରେ ଚାଲିବାକୁ ପଡ଼ିବ। କିନ୍ତୁ ଆମେମାନେ ପୂର୍ବରେ କ'ଣ ଥିଲୁ ବୋଲି କହିଲେ, ଦାସତ୍ୱ ଜୁଆଳରେ ବନ୍ଧା ହେଇକି ଥିଲୁ। ଦାସତ୍ୱ ଜୁଆଳି, ଯାହାକି ଶୈତାନର ହସ୍ତରେ ଆମେମାନେ ବନ୍ଦୀ ହେଇକି ଥିଲୁ। ଯେମିତିକି ଆମ ଭାରତ ଦେଶ ଇଂରେଜମାନଙ୍କ ହସ୍ତରେ 200 ବର୍ଷ ଯେଉଁ ପ୍ରକାର ଦାସତ୍ୱ ବନ୍ଧନରେ ଥିଲା, ସେହିପରି ଆମେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନ ପାଇବା ପୂର୍ବରୁ, ଆମେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ଭାବରେ ଗ୍ରହଣ ନ କରିବା ପୂର୍ବରୁ ଆମେମାନେ ମଧ୍ୟ ଦାସତ୍ୱ ବନ୍ଧନରେ ବନ୍ଧା ଯାଇଥିଲୁ। ତେଣୁ ସେ କ'ଣ କରୁଥିଲା? ଆମମାନଙ୍କୁ ତାର ଇଚ୍ଛା ଅନୁସାରେ ଚଲାଉଥିଲା। ଆମମାନଙ୍କର ସ୍ୱେଚ୍ଛା ଅନୁସାରେ ଆମେମାନେ ଚାଲିପାରୁନଥିଲୁ। ଆମମାନଙ୍କ ସ୍ୱେଚ୍ଛା ଅନୁସାରେ ଆମମାନେ ବସ୍ତ୍ର ପିନ୍ଧି ପାରିନଥିଲୁ, ଉତ୍ସବ ପାଳନ କରିପାରୁନଥିଲୁ, ପର୍ବପର୍ବାଣି କରିପାରୁନଥିଲୁ, ଆଉ ଆମମାନଙ୍କ ନିୟମ ଅନୁସାରେ ଆମେ ଚାଲିପାରୁନଥିଲୁ। ଆମମାନଙ୍କୁ ଯାହା ଇଚ୍ଛା ତାହା କରିପାରୁନଥିଲୁ, ଯାହାକି ଆମେମାନେ ଦାସତ୍ୱ ଜୁଆଲରେ ଥିଲୁ। ତେଣୁ ପ୍ରଭୁ ଯୀଶୁ କହୁଛନ୍ତି, ପୁନର୍ବାର ତୁମେମାନେ କ'ଣ କର ନାହିଁ? ଦାସତ୍ୱ ଜୁଆଲରେ ଆଉ ଥରେ ତୁମେ ଯଛା ହେଇକିରି ତୁମେ ଯାଇକି ପଡ଼ ନାହିଁ। ପୁନର୍ବାର ଯଦି ତୁମେ ସ୍ୱାଧୀନତା ପାଇଲା ପରେ ମଧ୍ୟ ତୁମେମାନେ ଯଦି ଦାସତ୍ୱ ଜୁଆଲରେ ବନ୍ଧା ହେବ, ତାହେଲେ ଆଉ ସେଇ ପୁନର୍ବାର ସେ ଘୁଷୁରି ପରି ବା ସେ କୁକୁରମାନଙ୍କ ପରି, କୁକୁର କ'ଣ କରିବ? ପେଟେ ଭର୍ତ୍ତି ଖାଇଦେବ, ପେଟ ଭର୍ତ୍ତି ଖାଇ ଦେଇକରି ସେ ବାନ୍ତି କରିବ, ଆଉ ତାକୁ ଭୋକ ଲାଗିଲେ ସେ ବାନ୍ତି ଯାଇକି ଖାଇବ। ତୁମେ ସେଇ କୁକୁରମାନଙ୍କ ପରି, ସେଇ ଘୁଷୁରିମାନଙ୍କ ପରି ଯଦି ପୁନର୍ବାର ଆଉ ସେ ଦାସତ୍ୱ ଜୁଆଲରେ ଯଦି ବନ୍ଧା ହେଇକି ଯିବ, ତାହେଲେ ତୁମମାନଙ୍କୁ କେହି ମଧ୍ୟ ମୁକ୍ତ କରିପାରିବେ ନାହିଁ। କାରଣ ପ୍ରଭୁ ଯୀଶୁ ତୁମମାନଙ୍କୁ ମନୋନୀତ କରି ତୁମମାନଙ୍କୁ ଅନନ୍ତ ଜୀବନ ଦେବା ପାଇଁ ତାଙ୍କର ଜୀବନ ଦେଇଛନ୍ତି। ତୁମେମାନେ ସ୍ୱାଧୀନତା ଲାଭ କରିବା ପାଇଁ ସେହି ପରମେଶ୍ୱର ମାନବ ରୂପ ଧାରଣ କରି ଏ ଜଗତକୁ ଆସିଛନ୍ତି। ତୁମମାନଙ୍କୁ ଦାସତ୍ୱ ଜୁଆଲରୁ ମୁକ୍ତ କରି ଶୈତାନ ଜଞ୍ଜାଲରୁ, ମାୟା ଜାଲରୁ ରକ୍ଷା କରି ପରମେଶ୍ୱରଙ୍କର ସ୍ୱାଧୀନତା ଦେଇଛନ୍ତି। ପରମେଶ୍ୱରଙ୍କର ସେଇ ଅନନ୍ତ ରାଜ୍ୟର ଅଧିକାରୀ ହେବା ପାଇଁ ତୁମମାନଙ୍କୁ ଆହ୍ୱାନ କରୁଅଛନ୍ତି। ମୋର ପ୍ରିୟ ଲୋକମାନେ, ସେ 5:12 ଲେଖା ହେଇଛି, ଯେଉଁମାନେ ତୁମମାନଙ୍କୁ ଅସ୍ଥିର କରୁଅଛନ୍ତି ସେମାନେ ସମ୍ପୂର୍ଣ୍ଣ ଅଙ୍ଗହୀନ ହେଲେ ଭଲ ହୁଅନ୍ତା। ତୁମେମାନେ ବର୍ତ୍ତମାନ ସ୍ୱାଧୀନତାରେ ଅଛ। ସ୍ୱାଧୀନତାରେ ଥିବା ତୁମେମାନଙ୍କୁ ଅନେକ ଲୋକ କ'ଣ କରୁଛନ୍ତି ବୋଲି କହିଲେ, ପୁନର୍ବାର ଦାସତ୍ୱ ଜୁଆଲକୁ ଝିକୁଛନ୍ତି। ତୁମକୁ ଯେଉଁମାନେ ଝିକୁଛନ୍ତି, ଯେଉଁମାନେ ଡାକୁଛନ୍ତି ପୁନର୍ବାର ଦାସତ୍ୱ ଜୁଆଲରେ ଯଛା ହେବା ପାଇଁ, ଆଉ ସେମାନଙ୍କୁ ସେ ପାଉଳ କ'ଣ କହୁଛନ୍ତି ବୋଲି କହିଲେ, ସେମାନଙ୍କର ଅଙ୍ଗହୀନ ସେମାନେ ହେଇଥିଲେ ଭଲ ହେଇଥାନ୍ତା। ଅଙ୍ଗହୀନ, ସେମାନଙ୍କର ଗୋଡ଼ ନଥିଲେ ଭଲ ହେଇଥାନ୍ତା, ସେମାନଙ୍କର ହାତ ନଥିଲେ ଭଲ ହେଇଥାନ୍ତା, ସେମାନଙ୍କର ପାଟି ନଥିଲେ
ଭଲ ହେଇଥାନ୍ତା। କି ପାଇଁ ବୋଲି କହିଲେ ସେମାନେ ସ୍ୱାଧୀନତା ପାଇବା ଲୋକମାନଙ୍କୁ ପୁନର୍ବାର ପରାଧୀନକୁ, ପୁନର୍ବାର ଶୈତାନ ଜାଲକୁ, ପୁନର୍ବାର ଜଗତର ମାୟା ଜାଲରେ ପକାଇବାକୁ ସେମାନେ ଝିକୁଛନ୍ତି। ତେଣୁ ସେମାନଙ୍କ ପଛରେ ତୁମେ ପୁନର୍ବାର ଯାଇକି ଯଛା ହୁଅ ନାହିଁ ବୋଲିକରି ପାଉଲ ଆମମାନଙ୍କୁ ଏ ଜାଗାରେ କହୁଛନ୍ତି। ହାଲେଲୁୟା। ହେଲେ ମୋ ପ୍ରିୟ ଭାଇମାନେ, ବିଶେଷ କରି ଆପଣମାନେ ଧ୍ୟାନ କରନ୍ତୁ, ପ୍ରଭୁ ଯୀଶୁ ତୁମମାନଙ୍କୁ କ'ଣ ପାଇଁ ଡାକିଛନ୍ତି? ତାଙ୍କର ସ୍ୱାଧୀନତା ଦେବା ପାଇଁ। ସେ ସ୍ୱାଧୀନତା କ'ଣ ସେ ବିଷୟ ଆମେ ଦେଖିବା। କାରଣ ହେ ଭାଇମାନେ, ତୁମେମାନେ ସ୍ୱାଧୀନତା ନିମନ୍ତେ ଆହୁତ ହୋଇଅଛ। କେବଳ ତୁମର ସ୍ୱାଧୀନତାକୁ ଶାରୀରିକ ଅଭିଳାଷ ପୂରଣ ନିମନ୍ତେ ସୁଯୋଗ ସ୍ୱରୂପ ବ୍ୟବହାର ନ କରି ବରଂ ପ୍ରେମରେ ପରସ୍ପର ଦାସ ହୁଅ। ହାଲେଲୁୟା। ଦାସ ହେବାର ଅଛି ବୋଲି କହିଲେ ପ୍ରେମର ଦାସ ହୁଅ। ଦାସ ହେବାର ଅଛି ବୋଲେ ଯୀଶୁଙ୍କର ଦାସ ହୁଅ। ଦାସ ହେବାର ଅଛି ବୋଲି କହିଲେ ଯୀଶୁଙ୍କ ପାଇଁ ଯାହା ବି ଏ ଜଗତର ତମେ ଛାଡ଼ିଦିଅ। ତୁମମାନଙ୍କୁ ପରମେଶ୍ୱର ସ୍ୱାଧୀନତା ନିମନ୍ତେ ଆହୁତ କରିଅଛନ୍ତି। ହାଲେଲୁୟା। ତୁମେମାନେ ଅଧିକାର ପ୍ରାପ୍ତ ଲୋକମାନେ। ସ୍ୱାଧୀନତା ନିମନ୍ତେ ପ୍ରଭୁ ଯୀଶୁ ତୁମକୁ ଆହୁତ କରି କ'ଣ କରିଛନ୍ତି? ମନୋନୀତ କରିଅଛନ୍ତି। କେବଳ ତୁମର ସ୍ୱାଧୀନତାକୁ ତୁମେମାନେ କେବଳ ବୋଲି କହିଲେ ଶାରୀରିକ ଅଭିଳାଷ ପୂରଣ ନିମନ୍ତେ ସୁଯୋଗ ସ୍ୱରୂପ ବ୍ୟବହାର ନ କରି, ସ୍ୱାଧୀନତା ଅଛି ବୋଲି, ସ୍ୱେଚ୍ଛା ଅଛି ବୋଲି ଆମେମାନେ କେବଳ ଶାରୀରିକ ବିଷୟ ଚିନ୍ତା କରିବା, କେବଳ ଶାରୀରିକ ବିଷୟରେ ଯଦି ଆମେ ଲାଲସ ହେବା, ତାହେଲେ ଆମମାନଙ୍କର ଆତ୍ମା ଅଭିବୃଦ୍ଧି ପାଇପାରିବ ନାହିଁ। ଆମମାନଙ୍କର ଆତ୍ମା ନଷ୍ଟ ହୋଇଯିବ। ମୁଁ ତ ସ୍ୱାଧୀନତା ପାଇଛି, ମୁଁ ତ ଯୀଶୁଙ୍କୁ ପାଇଛି, ଆଉ ମୋର କିଛି ଅଭାବ ନାହିଁ, ଆଉ ମୁଁ ଆଉ କେବେ ମଧ୍ୟ ଯାହା କଲେ ମଧ୍ୟ ମୋର କିଛି ହେବ ନାହିଁ, ପାପ କଲେ ବି ବାଧା ନାହିଁ ବୋଲି ବାର ବାର ଯଦି ଆମେମାନେ ସେ କାମ ଯାକ କରୁଥିବୁ, ତାହେଲେ ଆମେମାନଙ୍କର ସ୍ୱାଧୀନତା ଶାରୀରିକରେ ପରିଣତ ହୋଇଯିବ। ହାଲେଲୁୟା। ଶାରୀରିକରେ ପରିଣତ ହୋଇଯିବ। ତେଣୁ ସେ କହୁଛନ୍ତି ଶାରୀରିକ ଅଭିଳାଷରେ ତୁମେମାନେ ତୁମର ସ୍ୱାଧୀନତାକୁ ସୁଯୋଗ ରୂପେ ବ୍ୟବହାର କର ନାହିଁ। ସ୍ୱାଧୀନତା ଅଛି ବୋଲି ଶାରୀରିକ ଭାବରେ ବ୍ୟବହାର କରିବା ପାଇଁ ତୁମେମାନେ ଆଗକୁ ଯାଅ ନାହିଁ। ଯଦି ତୁମେ ଶାରୀରିକ ଭାବରେ ତାକୁ ବ୍ୟବହାର କରିବ, ତାହେଲେ ତୁମମାନଙ୍କୁ ପାନ୍ଦ ଅଛି। କିନ୍ତୁ ତୁମେମାନେ କ'ଣ କର? ବରଂ ତୁମେମାନେ ପ୍ରେମରେ ପରସ୍ପରର ଦାସ ହୁଅ। ପ୍ରେମରେ ତୁମେ ଯାହାକୁ ପ୍ରେମ କରିପାରୁଛ ତୁମେ ପ୍ରେମ କର। ଦରକାର ପଡ଼ିଲେ ଦାସ ହେବାକୁ ପଡ଼ିଲେ ମଧ୍ୟ ଦାସ ହୁଅ, ଅସୁବିଧା କିଛି ନାହିଁ। କିନ୍ତୁ ଏଇ ଶାରୀରିକ ବିଷୟରେ ଦାସ ହେବାର ଆବଶ୍ୟକ ନାହିଁ। ହାଲେଲୁୟା। କାରଣ ସମସ୍ତ ବ୍ୟବସ୍ଥା ଏହି ଗୋଟିଏ ବାକ୍ୟରେ ସିଦ୍ଧ ହୋଇଅଛି। ହାଲେଲୁୟା। ସମସ୍ତ ବ୍ୟବସ୍ଥା, ଧର୍ମଶାସ୍ତ୍ର ସବୁ ପ୍ରେମ ବୋଲିବା ଜିନିଷରେ, ପ୍ରେମ ବୋଲିବା ବାକ୍ୟରେ ଆଧାରିତ ଅଟେ। ତୁମେମାନେ ଯଦି ପ୍ରେମ ଦେଖାଇ ପାରିବ, ତୁମେମାନେ ପ୍ରେମରେ ଯଦି ରହିପାରିବ, ତାହେଲେ ତୁମର ସ୍ୱାଧୀନତା ତୁମମାନଙ୍କୁ ଫଳପ୍ରଦ କରିବ। ହାଲେଲୁୟା। ଆପଣମାନେ ବି ଜାଣିଛନ୍ତି ସ୍ୱାଧୀନତାର ପ୍ରଥମ ଫଳ ହେଉଛି ପ୍ରେମ। ପ୍ରଭୁ ଦେଇଥିବା ଅଧିକାରର ସ୍ୱାଧୀନତା ପରମେଶ୍ୱରଙ୍କ ଅଧିକାର। ପରମେଶ୍ୱର ଅଧିକାର ତୁମମାନଙ୍କୁ ଦେଇଛନ୍ତି। ପରମେଶ୍ୱରଙ୍କର ସନ୍ତାନ ସନ୍ତତି ଦେବା ପାଇଁ ତୁମମାନଙ୍କୁ ଅଧିକାର ଦେଇଛନ୍ତି। ଆଉ ତୁମେମାନେ ଦାସତ୍ୱ ଜୁଆଲରେ ଯଛା ନ ଯାଅ। ଦାସତ୍ୱ ଜୁଆଲରେ ତୁମେମାନେ ରହିବାର ଆବଶ୍ୟକ ନାହିଁ। କାରଣ ତୁମମାନଙ୍କୁ ପରମେଶ୍ୱର ସ୍ୱାଧୀନତା ନିମନ୍ତେ ସ୍ୱର୍ଗର ରାଜ୍ୟର ଅଧିକାରୀ ହେବା ପାଇଁ ତୁମମାନଙ୍କୁ ପ୍ରଭୁ କ'ଣ କରୁଛନ୍ତି? ଆହ୍ୱାନ କରିଅଛନ୍ତି। ତେଣୁ ତୁମେମାନେ କ'ଣ କରିବାକୁ ପଡ଼ିବ? ସ୍ୱାଧୀନତାରେ ଜୀବନଯାପନ କରିବାକୁ ପଡ଼ିବ। ପ୍ରେମରେ ଆମେ ଯଦି ଦେଖିବା, ତୁମେ ଯଦି ଆପଣା ପ୍ରତିବାସୀକୁ ପ୍ରେମ କରିବ,
ଆତ୍ମତୁଲ୍ୟ ପ୍ରେମ କରିବ, ତାହେଲେ ତୁମେ ସ୍ୱାଧୀନତାକୁ ବଜାୟ ରଖୁଛ। ଆଜିକାଲି କ'ଣ ହେଉଛି, ପ୍ରତିବାସୀର ମହତ୍ଵ ନ ଜାଣି, ପ୍ରତିବାସୀ କିଏ ସେ ବିଷୟ ସୁଦ୍ଧା ନ ଜାଣି ଜଣକୁ ଜଣେ କ'ଣ କରୁଛନ୍ତି, ପ୍ରେମ କରିବା ବଦଳରେ ଘୃଣା କରୁଛନ୍ତି। ପ୍ରେମ ନ କରି ସେମାନେ ଘୃଣା କରୁଛନ୍ତି। ଘୃଣା କରିବା ଦ୍ୱାରା ସେମାନେ ଶାରୀରିକ ବଶୀଭୂତ ହୋଇଯାଉଛନ୍ତି। ଶାରୀରିକ ଜୁଆଲ ମାନେ ଯେଉଁଟାକି ଶୈତାନର ଜୁଆଲରେ ପୁନର୍ବାର ଯାଇକି ଚଛା ହେଉଛନ୍ତି। ଆତ୍ମତୁଲ୍ୟ ପ୍ରେମ କରିପାରୁନାହାନ୍ତି। ଗୋଟିଏ ପ୍ରଭୁଙ୍କ ଦାସ ଯଦି ଭଲ ପ୍ରଚାର କରୁଛି ତା ପ୍ରତି ହିର୍ଷା, ଜଣେ ପ୍ରଭୁଙ୍କ ଦାସ ଭଲ ସୁସ୍ଥ ଆରୋଗ୍ୟତା ଲାଭ କରିଛି ତା ପ୍ରତି ହିଂସା। ସେ ସେମିତି କରିବା କଥା ନାହିଁ ବୋଲି ଏ ଲୋକ ଆକା ଯିଏକି ପ୍ରଭୁଙ୍କୁ ପାଇଛି, ସେ ଲୋକ ଆକା ଯିଏକି ଖ୍ରୀଷ୍ଟିଆନ ବୋଲି ହେଉଛି, ସେ ଲୋକ ଆକା କ'ଣ କରୁଛି ବୋଲି କହିଲେ, ସେ ଯିଏକି ପ୍ରଭୁଙ୍କ କାର୍ଯ୍ୟ କରୁଛନ୍ତି ତାଙ୍କୁ ଯାଇକି କ'ଣ କରିବ, ଆପତ୍ତି କରିବ, ତାଙ୍କର ଭୁଲ ଧରିବ। ବାକ୍ୟରେ ଏ ପ୍ରକାର ଲେଖା ନେଇ ଡୁପ୍ଲିକେଟ୍ ବୋଲି କହିବ। କାରଣ କାମୁଡ଼ା କୁମୁଡ଼ି ହେଉଛନ୍ତି ସେମାନେ। ଗୋଟିଏ ତୁମର ପ୍ରତିବାସୀ ଯଦି ଭଲ କାମ କରୁଛି, ବାକ୍ୟ ଅନୁସାରେ ଯଦି ପରମେଶ୍ୱରଙ୍କର ଆଜ୍ଞା ମାନିକି ଚଲୁଛି, ବାକ୍ୟ ଅନୁସାରେ ପ୍ରେମର ବାକ୍ୟ ଅନୁସାରେ ସେ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରି ଆଉ ସେ ସତ୍ୟ ପଥ ଜୀବନରେ ସେ ଚାଲୁଛି ଏବଂ ପ୍ରତିବାସୀକୁ ବହୁତ ତାର ଜୀବନଠାରୁ ଅଧିକ ପ୍ରେମ କରୁଛି, ତାହେଲେ ଆମେ ତାକୁ କ'ଣ କରିବାର ଅଛି, ଆହୁରି ଟିକେ ଉତ୍ସାହ ଦେବାର ଅଛି। ଆଉ ଟିକେ ଉତ୍ସାହ ଦେଉ କି ଆଉ ଭାଇ ତୁମେ ବହୁତ ବଢ଼ିଆ କାମ କରୁଛ ଯାହା ବୋଲି ତାଙ୍କୁ ଆମେ କ'ଣ କରିବାର ଅଛି, ଉତ୍ସାହ ଦେଇକରି ସେ ଆଗକୁ ବଢ଼େଇବାକୁ ଆମେ ସାହାଯ୍ୟ କରିବାର ଅଛି। କିନ୍ତୁ ସେଠି ଲେଖା ହେଇଛି 15ରେ, କିନ୍ତୁ ତୁମେମାନେ ଯଦି କାମୁଡ଼ା କୁମୁଡ଼ି ହୋଇ ପରସ୍ପରକୁ ଗ୍ରାସ କର, ତେବେ ସାବଧାନ, ଯେପରି ପରସ୍ପର ଦ୍ୱାରା ବିନଷ୍ଟ ନ ହୁଅ। ହାଲେଲୁୟା। ତୁମେ ସାବଧାନ, କାରଣ ତୁମ ଭିତରେ ତୁମେ ଯଦି ମାଡ଼ଗୋଳ ହେଇଯିବ, ଶୈତାନ ଖୁସି ହେଇଯିବ। ଯାହା ହଉ ଏମାନଙ୍କୁ ମୁଁ କ'ଣ କରିପାରିଲି, ଏମାନଙ୍କୁ ଝଗଡ଼ା କରିପାରିଲି, ଏମାନଙ୍କୁ ଗୋଟେ ପାଖରେ ପ୍ରେମରେ ଜଡ଼ିତ, ଯୀଶୁଙ୍କ ପ୍ରେମରେ ସେମାନେ ଜଡ଼ିତ ହେଇକି ରହୁଛନ୍ତି, ଏମାନଙ୍କୁ ମୁଁ ଅଲଗା କରିପାରିଲି ବୋଲି ସେ କ'ଣ ହବ, ଖୁସି ହେଇଯିବ ଶୈତାନ। ଶୈତାନର କାମ କ'ଣ ଜାଣିଛନ୍ତି କି? ଶୈତାନର କାମ ହେଉଛି ପ୍ରଭୁଙ୍କ ଲୋକମାନଙ୍କୁ ବନ୍ଦୀ କରିବା ହେଉଛି ତାର କାମ। ତେଣୁ ପବିତ୍ର ଆତ୍ମା କହୁଛନ୍ତି, ତୁମମାନଙ୍କୁ ପ୍ରଭୁ ଯୀଶୁ ସ୍ୱାଧୀନତା ନିମନ୍ତେ ଆହ୍ୱାନ କରିଅଛନ୍ତି, ସ୍ୱାଧୀନତା ନିମନ୍ତେ ମୁକ୍ତ କରିଅଛନ୍ତି। ତୁମେମାନେ ତହିଁରେ ସ୍ଥିର ହେଇକି ରୁହ, ଯେହେତୁ ଶୈତାନ ତୁମମାନଙ୍କୁ କ'ଣ କରିବ, ଜିକିବ। ସେ ଜିକିବା ସମୟରେ ତୁମେମାନେ ତାର ପଛରେ ଯାଉ ନାହିଁ, ଯଚ୍ଛା ହେଇକି ଯାଉ ନାହିଁ। ପୁନର୍ବାର ତୁମେମାନେ କ'ଣ ହବ ନାହିଁ, ସେ ଦାସତ୍ୱ ଜୁଆଲରେ ଯଚ୍ଛା ନ ଯାଅ। ହାଲେଲୁୟା। ତୁମେ ଯାଚିକି ଯଦି ଯିବ, ଶୈତାନ ଡାକିଲେ ସାଙ୍ଗରେ ପଳେଇବ। ଶୈତାନ କେମିତି ଡାକିବ? ତୁମ ଲୋକମାନଙ୍କୁ ମାଧ୍ୟମ ଦେଇକି ଡାକିବ, ଟଙ୍କାର ଲାଳସ ଦେଖେଇବ, ଆଉ କୌଣସି ଜିନିଷର ଲାଳସ ଦେଖେଇବ, ବିଭିନ୍ନ ପ୍ରକାର ଆଞ୍ଚ ଦେଇକରି ତୁମମାନଙ୍କ ପାଖକୁ ଆସିବ। ସେ ଆସିକି ସେ କ'ଣ କରିବ, ତାର ଦାସତ୍ୱ ଜୁଆଲରେ ପୁନର୍ବାର ଯୋଛେଇ ଦେବ। କ'ଣ କହିଲେ? ନାଇଁ ତମକୁ ଡାକିଲେ କି ତମେ ଯାଚିକିରି ଆସିଲ ବୋଲି କହିବ। ହାଲେଲୁୟା। ତେଣୁ ଆମେମାନେ ଦେଖିବା, ଦାସତ୍ୱ ଜୁଆଲରେ ନ ଯାଇକରି ଆମେମାନେ ସ୍ୱାଧୀନତା ନିମନ୍ତେ ଆମେମାନେ କ'ଣ କରିବା, ପ୍ରଭୁଙ୍କ ଠାରେ ଲାଗି ରହିବା। ହାଲେଲୁୟା। ସେଟା ହିଁ ପ୍ରେମ ହିଁ ଏକମାତ୍ର ସାର, ତା ସିଦ୍ଧ ହିଁ ଅଛି। ପ୍ରେମର ବାକ୍ୟ, ପ୍ରେମ ହେଉଛି ସିଦ୍ଧ ଅଟେ। ତେଣୁ ସେ କହୁଛନ୍ତି, ଯେଉଁମାନେ ସ୍ୱାଧୀନତା ପ୍ରାପ୍ତ ହୋଇଅଛନ୍ତି ସେମାନଙ୍କ ଠାରେ 9ଟି ପ୍ରକାର ଆତ୍ମିକ ଫଳ ରହିବ। ସ୍ୱାଧୀନତା ପ୍ରାପ୍ତ ହେବା ଲୋକମାନଙ୍କ ଠାରେ
9ଟି ଆତ୍ମିକ ଫଳ ରହିବ। ତାହା ଆମେ ଯଦି ଦେଖିବା ସେଇ ଗାଲାତୀୟ ପୁସ୍ତକ 5:22 କିନ୍ତୁ ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ। ଏହି ସମସ୍ତ ବିଷୟରେ କୌଣସି ବ୍ୟବସ୍ଥା ନାହିଁ। ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସେମାନେ ଶରୀରକୁ ସେଥିର କାମନା ଅଭିଳାଷ ସହିତ କ୍ରୁଶରେ ହତ କରିଅଛନ୍ତି। ଯଦି ଆମେମାନେ ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରାପ୍ତ ହୋଇଅଛୁ, ତେବେ ଆତ୍ମାଙ୍କ ଦ୍ୱାରା ମଧ୍ୟ ଆଚରଣ କରୁ। ହାଲେଲୁୟା। ଆମେମାନେ ବୃଥାରେ ଗର୍ବୀ ହୋଇ ପରସ୍ପରକୁ ବିରକ୍ତ ନ କରୁ ଓ ପରସ୍ପରକୁ ଈର୍ଷା ନ କରୁ। ହାଲେଲୁୟା। ବୃଥାରେ ସ୍ୱାଧୀନତା ପ୍ରାପ୍ତ ହେବା ଲୋକମାନେ ସ୍ୱାଧୀନତା ପାଇକରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପାଇକରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିକିରି ତୁମେମାନେ ବୃଥାରେ ତୁମେ କ'ଣ କରିଅଛ? ଈର୍ଷା କରୁଅଛ। ବୃଥାରେ ତୁମେମାନେ କ'ଣ କରୁଛ? ଗର୍ବ କରୁଅଛ। ବୃଥାରେ ତୁମେମାନେ ସ୍ୱାଧୀନତାକୁ କାମ ଅଭିଳାଷରେ, ଜାଗତିକ ଅଭିଳାଷରେ, ଶାରୀରିକ ଅଭିଳାଷରେ ଲିଉନ କରିଦେଉଛ। ତେଣୁ ସେ ପ୍ରକାର ତୁମେ କର ନାହିଁ। ହାଲେଲୁୟା। ତୁମମାନେ ସେ ପ୍ରକାର କର ନାହିଁ। ଆତ୍ମାର ଫଳ ହେଉଛି ପ୍ରଥମ ହେଉଛି ପ୍ରେମ। ହାଲେଲୁୟା। ଦ୍ୱିତୀୟଟି ହେଉଛି ଆନନ୍ଦ, ତୃତୀୟଟି ହେଉଛି ଶାନ୍ତି, ଚତୁର୍ଥ ହେଉଛି ଦୀର୍ଘ ସହିଷ୍ଣୁତା, ଆଉ ପଞ୍ଚମଟି ହେଉଛି ପରୋପକାରିତା, ଷଷ୍ଠ ହେଉଛି ଭଦ୍ରତା, ସପ୍ତମ ହେଉଛି ବିଶ୍ୱସ୍ତତା, ଅଷ୍ଟମ ହେଉଛି ମୃଦୁତା ଓ ନବମ ହେଉଛି ଆତ୍ମସଂଯମ। ହାଲେଲୁୟା। ଏହି 9ଟା ଫଳ ଆମମାନଙ୍କ ଜୀବନରେ ଥିଲେ କୌଣସି ବ୍ୟବସ୍ଥା ଆଉ ତାକୁ ସେଇ ପ୍ରେମରେ ଜଡ଼ିତ ଏହି 9ଟି ଫଳ ଉପରେ କୌଣସି ବ୍ୟବସ୍ଥା ଆଉ ଅଧିକାର କରିପାରିବ ନାହିଁ। ହାଲେଲୁୟା। ଏହି 9ଟା ଫଳ ବିଷୟରେ ମୁଁ ଯଦି ତୁମମାନଙ୍କୁ କହିବି ବହୁତ ସମୟ ଲାଗିବ। ହାଲେଲୁୟା। ଆସନ୍ତା ଦିନମାନଙ୍କରେ ଆମେ ଦେଖିବା। କିନ୍ତୁ ଗୋଟେ କଥା କ'ଣ ଆମେ ଦେଖୁଛୁ, ଆମେମାନେ ସ୍ୱାଧୀନତା ପ୍ରାପ୍ତ ହୋଇଅଛୁ। ଆମେମାନେ ସ୍ୱାଧୀନତା ପ୍ରାପ୍ତ ହୋଇଥିବା ଦ୍ୱାରା ଆମେମାନେ ଏହି 9ଟା ଫଳ ପ୍ରାପ୍ତ ହୋଇଅଛୁ। ଯେଉଁମାନେ ସ୍ୱାଧୀନତା ପ୍ରାପ୍ତ ହୋଇଥିବେ ସେମାନେ 9ଟା ଫଳ ପ୍ରାପ୍ତ ହୋଇଥିବେ। ସେହି ସ୍ୱାଧୀନତାକୁ ଆମେମାନେ ଶାରୀରିକରେ ବ୍ୟବହାର ନ କରି ଆତ୍ମିକତାରେ, ମୃଦୁତା, ଦୀର୍ଘ ସହିଷ୍ଣୁତା, ପ୍ରେମ, ଶାନ୍ତି, ଆନନ୍ଦରେ ଆମେ ପ୍ରଭୁଙ୍କଠାରେ ଜୀବନଯାପନ କରିବା। ହାଲେଲୁୟା। ସେଠି ଲେଖା ହେଇଛି এই ଶାରୀରିକ ଅଭିଳାଷ କ'ଣ, ଶାରୀରିକ କାମନା କ'ଣ, ଶାରୀରିକ ବିଷୟ କ'ଣ ବୋଲି କହିଲେ ସେଠି ଲେଖା ହେଇଛି ସୁନ୍ଦର ଭାବରେ। ଶରୀର କାର୍ଯ୍ୟ ଗୁଡ଼ାକ ତ ସେ 5:19 ଲେଖା ହେଇଛି। ସେଠି ଲେଖା ହେଇଛି, ଆମେ 18 ପଢ଼ିବା। କିନ୍ତୁ ଯଦି ତୁମେମାନେ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୁଅ, ତେବେ ବ୍ୟବସ୍ଥାର ଅଧୀନ ନୁହଁ। ଶାରୀରିକ କାର୍ଯ୍ୟଗୁଡ଼ିକ ତ ସ୍ପଷ୍ଟ ଭାବରେ ଜଣା। ଶାରୀରିକ କାର୍ଯ୍ୟ ଗୁଡ଼ାକ ତ ସ୍ପଷ୍ଟ ରୂପେ ଜଣା। ବ୍ୟଭିଚାର, ଅଶୁଚିତା, କାମୁକତା, ପ୍ରତିମା ପୂଜା, କୁହୁକ, ଶତ୍ରୁତା, ବିବାଦ, ଦ୍ୱେଷ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା, ମତ୍ତତା, ରଙ୍ଗରସ ଇତ୍ୟାଦି ପ୍ରକାର କର୍ମଗୁଡ଼ିକ ମୁଁ ପୂର୍ବରେ ଯେପରି ତୁମମାନଙ୍କୁ କହିଥିଲି ସେହିପରି ଆଗକୁ କହୁଅଛି ଯେ ଯେଉଁମାନେ ଏହି ସବୁ ପ୍ରକାର କର୍ମ କରନ୍ତି ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। ହାଲେଲୁୟା। ସେଠି ଗୋଟେ ଲିଷ୍ଟ ଲେଖିଛନ୍ତି। ଏ ସ୍ୱାଧୀନତା ପ୍ରାପ୍ତ ହେବା ଲୋକମାନେ ତାଙ୍କ ଜୀବନରେ 9ଟା ଆତ୍ମିକ ଫଳ ରହିବ। ଆଉ ଯେଉଁମାନେ ସ୍ୱାଧୀନତା ପ୍ରାପ୍ତ ହୋଇନାହାନ୍ତି ସେମାନଙ୍କ ଜୀବନରେ ଆଉ ସ୍ୱର୍ଗ ରାଜ୍ୟ ଅଧିକାର ସେମାନଙ୍କୁ ନଥିବ। ସେମାନଙ୍କଠାରେ ଆଉ କ'ଣ ଥିବ ବୋଲି କହିଲେ
କାମୁକତା, ପ୍ରତିମା ପୂଜା, ମାନେ କୁହୁକ, ଶତ୍ରୁତା, ବିବାଦ, ମତଭେଦ, କଳହ, ବିଭିନ୍ନ ପ୍ରକାର ଘୃଣାଜନକ ବିଷୟ ଥିବ ସେମାନଙ୍କଠାରେ। ସେମାନେ ତାହା କରୁଥିବେ, ମରବା ପର୍ଯ୍ୟନ୍ତ ବି ତାହା କରୁଥିବେ, ଯାହାଫଳରେ କି ସେମାନେ ନର୍କରେ ପଡ଼ିବେ। ସେମାନଙ୍କୁ କେହି ବି ରକ୍ଷା କରିପାରିବ ନାହିଁ। ସେମାନଙ୍କୁ କେହି ମଧ୍ୟ ମରିବାକୁ ଯାଉଥିଲେ ମଧ୍ୟ ରକ୍ଷା କରିବେ, ଡାକିବେ ମଧ୍ୟ ନାହିଁ। କାରଣ ସେମାନେ ଏହି ସମସ୍ତ କାର୍ଯ୍ୟ ଏ ପୃଥିବୀରେ କରୁଥିବା ଦ୍ୱାରା ସେମାନେ ଆଉ ସ୍ୱାଧୀନତା ପ୍ରାପ୍ତ ହୋଇପାରିବେ ନାହିଁ। ଆମେମାନେ ପରମେଶ୍ୱରଙ୍କ ରାଜ୍ୟର ଅଧିକାର ହେବା ପାଇଁ, ପରମେଶ୍ୱରଙ୍କ ରାଜ୍ୟରେ ସ୍ଥାନ ପାଇବା ପାଇଁ ଆମେମାନେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା, ତାଙ୍କ ରକ୍ତ ଦ୍ୱାରା, ତାଙ୍କର ଜୀବନ ଦାନ ଦ୍ୱାରା ଆମେମାନେ କ'ଣ ହେଉଛୁ ବୋଲି କହିଲେ ସ୍ୱାଧୀନତା ପ୍ରାପ୍ତ ହୋଇଅଛୁ। କ'ଣ ପାଇଁ ସ୍ୱାଧୀନତା ପ୍ରାପ୍ତ ହୋଇଅଛୁ ବୋଲେ ଗୋଟେ ଦେଶ ପାଇବା ପାଇଁ, ହାଲେଲୁୟା, ଗୋଟେ ରାଜ୍ୟ ପାଇବା ପାଇଁ। ସେ ରାଜ୍ୟ ହେଉଛି ଅନନ୍ତକାଳୀନ ରାଜ୍ୟ, ହାଲେଲୁୟା। ସେ ରାଜ୍ୟରେ ପ୍ରବେଶ କରିବା ପାଇଁ ହେଲେ ସ୍ୱାଧୀନତା ପ୍ରାପ୍ତ ଲୋକମାନେ ଆବଶ୍ୟକ। ସେମାନଙ୍କଠାରେ 9ଟି ଆତ୍ମିକ ଫଳ 9ଟି ରହିବାକୁ ଆବଶ୍ୟକ। ଈର୍ଷା, କଳହ, ନିନ୍ଦା, କପଟ ଏସବୁ ସେମାନଙ୍କ ଜୀବନ ରହିବ ନାହିଁ। ଯଦି ରହିଲା ସେ ଜାଗତିକ ସ୍ୱର୍ଗ ରାଜ୍ୟର ଅଧିକାରୀ ହେଇପାରିବ ନାହିଁ। ସେ ଜାଗତିକ ସେ ଲୋକ ଯିଏକି ଆଉ ଜାଗତିକରେ ସେ ଜୀବନଯାପନ କରେ, ପ୍ରତିମା ପୂଜା କରେ, ବିଭିନ୍ନ ପ୍ରକାର କୁହୁକ, ଲାଳସା, ଧନଲୋଭ, ବିଭିନ୍ନ ପ୍ରକାର ରଙ୍ଗରସ କରିକି ସେ ଚାଲିଥାଏ। ତାହାକୁ କେହି ବି ରଖିବେ ନାହିଁ। ତାହାକୁ କେହି ମଧ୍ୟ କି ପାଇଁ ଏ କାମ କରୁଛୁ ବୋଲି କହିବେ ନାହିଁ। କାରଣ ସେ ଜାଗତିକ, ହାଲେଲୁୟା। ସେ ଯେମିତି ହେଲେ ମଧ୍ୟ ନରକକୁ ଯିବ। ମାତ୍ର ପ୍ରଭୁ ଯୀଶୁ ଆମମାନଙ୍କୁ କେତେ ପ୍ରେମ କରୁଛନ୍ତି, କେଡ଼େ ଦୟା କରୁଛନ୍ତି, ତାଙ୍କ ରାଜ୍ୟକୁ ଆମମାନଙ୍କୁ ଆହ୍ୱାନ କରୁଅଛନ୍ତି। ମୋର ପ୍ରିୟ ଲୋକମାନେ, ତ ଆମେମାନେ ସ୍ୱାଧୀନତା ପ୍ରାପ୍ତ ହେଲା ବେଳକୁ, ଆମେମାନେ ଯେତେବେଳେ ସ୍ୱାଧୀନତା ପ୍ରାପ୍ତ ହେଉଛୁ, ଯୀଶୁଖ୍ରୀଷ୍ଟଙ୍କୁ ପାଉଛୁ, ନିଶ୍ଚିତ ଭାବରେ ତାଙ୍କ ସ୍ୱର୍ଗ ରାଜ୍ୟର ଅଧିକାରୀ ହେଇପାରିବା। ସ୍ୱର୍ଗ ରାଜ୍ୟର ଅଧିକାରୀ ମାନେ କ'ଣ? ସେ ସ୍ୱର୍ଗ ରାଜ୍ୟରେ ଯାହା କିଛି ଅଛି ସବୁକୁ ଆମେମାନେ ଉପଭୋଗ କରିପାରିବା, ହାଲେଲୁୟା। ଯେ ପ୍ରକାର ଆମେମାନେ ନିଜର ସ୍ୱତନ୍ତ୍ରତାରେ ଆମଠାରେ ଯାହା ଅଛି ତାହା ଆମେ ଯେପରି ଉପଭୋଗ କରୁଅଛୁ ସ୍ୱାଧୀନତା ପ୍ରାପ୍ତ ହେଇଥିବାରୁ, ଠିକ୍ ସେହି ପ୍ରକାର ଯୀଶୁଙ୍କ ରାଜ୍ୟରେ, ଯୀଶୁଙ୍କ ସ୍ଥାନରେ ଯାହା ଅଛି ତାହା ଆମେମାନେ ପାଇବାର ଅଛି ବୋଲେ ଆମେ ସ୍ୱାଧୀନତା ପ୍ରାପ୍ତ ହେବାର ଅଛି। ବାକ୍ୟ ଲେଖା ହେଇଛି 2 କରନ୍ଥୀୟ ପୁସ୍ତକରେ ଲେଖା ହେଇଛି। ଆମେ ଶେଷ କରିବା 2 କରନ୍ଥୀୟ ପୁସ୍ତକ ତାର 3 ପର୍ବ ଦେଖିବା, ତାର 17 ପଦ। ପ୍ରଭୁ ଆତ୍ମା ଅଟନ୍ତି, ଆଉ ଯେଉଁଠାରେ ପ୍ରଭୁଙ୍କ ଆତ୍ମା ସେଠାରେ ସ୍ୱାଧୀନତା, ହାଲେଲୁୟା। ଯେଉଁଠାରେ ପ୍ରଭୁଙ୍କର ଆତ୍ମା ଅଛି, ଯେଉଁମାନଙ୍କଠାରେ ପ୍ରଭୁଙ୍କର ପ୍ରେମ ଅଛି, ଯେଉଁମାନଙ୍କଠାରେ ପ୍ରଭୁଙ୍କର ବାକ୍ୟ ଅଛି, ସେମାନେ ହେଉଛନ୍ତି ସ୍ୱାଧୀନତା ଲୋକମାନେ। ସେଠି ସ୍ପଷ୍ଟ ଭାବରେ କହୁଛନ୍ତି ପ୍ରଭୁ ଆତ୍ମା ଅଟନ୍ତି, ଆଉ ଯେଉଁଠାରେ ପ୍ରଭୁଙ୍କର ଆତ୍ମା ସେଠାରେ ହିଁ ସ୍ୱାଧୀନତା, ହାଲେଲୁୟା। ସ୍ୱାଧୀନତା ବୋଲି କହିଲେ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ପାଇଛନ୍ତି ସେମାନେ ପ୍ରକୃତ ସ୍ୱାଧୀନତା ପ୍ରାପ୍ତ ଲୋକମାନେ, ହାଲେଲୁୟା। ଏହି ଜଗତର ସ୍ୱାଧୀନତା ବିଷୟରେ ମୁଁ କହୁନାହିଁ। ଏ ଜଗତର ସ୍ୱାଧୀନତା ଚିରକାଳ ରହେ ନାହିଁ। ଏବେ ବର୍ତ୍ତମାନ ଆମ ଭାରତ ଦେଶକୁ ଅନେକ ଲୋକମାନେ ଅଧିକାର କରିଛନ୍ତି। এই ପୃଥିବୀରେ ଆଉ ମହା ବିଶ୍ୱ ସମ୍ରାଟ ଗୁଡ଼ାକ ଅଧିକାର କରିଛନ୍ତି। ବାବିଲ ରାଜା ନବୁକଦନେସର ପ୍ରଥମ ରାଜା, ସେ ଯିଏକି ପ୍ରଥମେ এই ଜଗତକୁ କ'ଣ କରୁଥିଲା? ଅଧିକାର କରୁଥିଲା। ତା ପୂର୍ବରୁ ଜଣେ ଥିଲେ, ତାଙ୍କ ନାଁ ହେଉଛି ନିମ୍ରୋଦ, ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଏମିତି ବଡ଼ ବଡ଼ ରାଜାମାନେ, ବଡ଼ ବଡ଼ ନେତାମାନେ, ବଡ଼ ବଡ଼ ବିଶ୍ୱ ସମ୍ରାଟ ଗୁଡ଼ାକ ସେମାନେ ଶାସନ କରୁଥିଲେ, କିନ୍ତୁ କାହାର ଶାସନ ମଧ୍ୟ ସ୍ଥାୟୀ ରହୁନଥିଲା। ଏ ଭାରତ ଦେଶକୁ ମଧ୍ୟ ଅନେକ ଲୋକମାନେ, ଅନେକ ରାଜାମାନେ ଅଧିକାର କରୁଥିଲେ। ବର୍ତ୍ତମାନ ଆମେମାନେ ଅଧିକାର କରିଅଛୁ। ୟା ପରେ
ଆମ ଭାରତ ଦେଶକୁ କିଏ ଶାସନ କରିବ ପ୍ରଭୁ ଜାଣନ୍ତି। ହାଲେଲୁୟା। କିନ୍ତୁ ଗୋଟିଏ କଥା, ଏଇଟା ଜାଗତିକ ଅଟେ। ଏ ସମସ୍ତ ବିଷୟ ଜାଗତିକ ଅଟେ। ମାତ୍ର ଆତ୍ମିକ ବିଷୟ ହେଉଛି ଆତ୍ମାର ପରିତ୍ରାଣ। ହାଲେଲୁୟା। ପ୍ରଭୁ ଯୀଶୁ ଆମମାନଙ୍କୁ ଆତ୍ମାରେ ପରିତ୍ରାଣ ଦେଇ ଆମମାନଙ୍କୁ ତାଙ୍କ ସ୍ୱର୍ଗ ରାଜ୍ୟର ଅଧିକାର ଦେବା ପାଇଁ, ଆମମାନଙ୍କୁ ସ୍ୱାଧୀନତା ଦେବା ପାଇଁ, ଆମମାନଙ୍କୁ ସେ ମୃତ୍ୟୁରୁ ବନ୍ଧନରୁ ରକ୍ଷା କରି, ଦାସତ୍ୱ ଜୁଆରୁ ରକ୍ଷା କରି ତାହାଙ୍କ ରାଜ୍ୟକୁ ନେବା ପାଇଁ ପ୍ରଭୁ ଏ ଜଗତକୁ ଆସିଲେ। ଆମେ ଯେତେ ଲୋକ ତାହାଠାରେ ବିଶ୍ୱାସ କରୁଛୁ, ଆମେ ସମସ୍ତେ ତାହାଙ୍କର ସ୍ୱାଧୀନତା ପ୍ରାପ୍ତ ଲୋକମାନେ। ତେଣୁ ଆମେ ସେ ସ୍ୱାଧୀନତା ଅନୁସାରେ ଆମେ ଜୀବନଯାପନ କରିବା, ପ୍ରଭୁଙ୍କଠାରେ ଲାଗି ରହିବା, ତାହେଲେ ପ୍ରଭୁ ଆମମାନଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରିବେ। ପ୍ରଭୁ ପଠିତ ବାକ୍ୟ ଦେଇ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତ କର୍ତ୍ତା ପ୍ରଭୁ, ତୁମକୁ ଧନ୍ୟବାଦ କରୁଛୁ। ଆଜିର ବାକ୍ୟ ଯେ ପ୍ରକାର ତୁମଠାରେ ପ୍ରଭୁ ପରମେଶ୍ୱର ଫଳବିତ ହୋଇପାରିବ, ତୁମ ଲୋକମାନେ ଯେ ଫଳ ପ୍ରାପ୍ତ ହୋଇପାରିବେ, ସେଥିପାଇଁ ସାହାଯ୍ୟ କର। ପିତା ପରମେଶ୍ୱର, ବାସ୍ତବରେ ତୁମର ଆତ୍ମିକ ଫଳ 9ଟି ଫଳ ଯେ ପ୍ରକାର ଆମେ ପାଇପାରିବୁ, ସେଥିପାଇଁ ଆମକୁ ସ୍ୱାଧୀନତାର ଆବଶ୍ୟକ ଅଛି। ପ୍ରଭୁ ତୁମର ଆତ୍ମା ଯଦି ଆମଠାରେ ଅଧିଷ୍ଠାନ କରିଅଛି, ତାହେଲେ ଆମେ ନିଶ୍ଚିତ ଭାବରେ ସ୍ୱାଧୀନ ପ୍ରାପ୍ତ ଲୋକ ହୋଇପାରିବୁ। ପ୍ରଭୁ ତୁମ ରାଜ୍ୟର ଅଧିକାରୀ ହୋଇପାରିବୁ ରାଜା। ପ୍ରଭୁ ଶାରୀରିକ ଲୋକମାନଙ୍କୁ, ଜାଗତିକ ଲୋକମାନଙ୍କୁ, ପ୍ରତିମା ପୂଜାକୁ ଲୋକମାନଙ୍କୁ ପ୍ରଭୁ ସ୍ୱର୍ଗ ରାଜ୍ୟର ଅଧିକାର ହେବାର କୌଣସି ସୁଯୋଗ ନାହିଁ ପ୍ରଭୁ। ମାତ୍ର ସ୍ୱାଧୀନତା ପ୍ରାପ୍ତ ଲୋକମାନଙ୍କୁ ସୁଯୋଗ ଅଛି। ତୁମକୁ ଧନ୍ୟବାଦ କରୁଛି। ତୁମ ନରସିଂହ କୃପାରେ ଆଗାମୀ ଦିନରେ ତୁମଠାରେ ଲାଗି ରହିପାରିବୁ, ସେଥିପାଇଁ ସାହାଯ୍ୟ କରନ୍ତି। ଜୀବନର ଶେଷ ପର୍ଯ୍ୟନ୍ତ ତୁମକୁ କିଛି ନ ଛାଡ଼ି ତୁମଠାରେ ପ୍ରଭୁ ଜୀବନଯାପନ କରିବୁ, ସେଥିପାଇଁ ସାହାଯ୍ୟ କରନ୍ତି। ଯୀଶୁଙ୍କ ନାମରେ ପ୍ରାର୍ଥନା କଲି ପ୍ରଭୁ, ଆମେନ୍। ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।